Hello everyone, once again welcome back to our another video. ପିଲାମାନେ ଆଜିର ଅଧ୍ୟାୟରେ ଆଲୋଚନା କରିବା ନବମ ଶ୍ରେଣୀର ସାହିତ୍ୟ ଧାରା ଯାର ଅନ୍ୟ ଏକ କବିତା ପାଇକ ବଧୂର ଉଦ୍ବୋଧନକୁ ଆମେ ଆଲୋଚନା କରିବା। କବି କୃଷ୍ଣଚନ୍ଦ୍ର ତ୍ରିପାଠୀ। ତେବେ ଏହି ପାଇକ ବଧୂର ଉଦ୍ବୋଧନ କବିତାରେ କବି ଆମକୁ କ'ଣ ବୁଝେଇବାକୁ ଚେଷ୍ଟା କରିଛନ୍ତି ତାହା ଜାଣିବା। ତା ପୂର୍ବରୁ ଆମେ କବିଙ୍କ ପରିଚୟ ବିଷୟଟି ଜାଣିନେବା। ତାପରେ ଏହି କବିତାର ମୁଖ୍ୟ କଥା କ'ଣ ଆଉ ଏଥିରେ କ'ଣ ସେ ବତାଇବାକୁ ଚାହିଁଛନ୍ତି ଜାଣିବା। ତେବେ ଓଡ଼ିଆ ସାହିତ୍ୟ ଜଗତରେ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଏକ ସ୍ମରଣୀୟ ନାମ। ତାଙ୍କର କବିତା ଗୁଡ଼ିକ ଆବେଗ ଭରା ଓ ପାଠକଙ୍କ ପ୍ରାଣକୁ ଆନ୍ଦୋଳିତ କରେ। ଓଡ଼ିଶାର ଐତିହ୍ୟ, ଜାତୀୟବୋଧ ତଥା ସମୃଦ୍ଧିକୁ ରୂପ ଦେବାରେ ସେ ଅନନ୍ୟ ଥିଲେ। ତାଙ୍କର କିଛି ରଚିତ କିଛି କବିତା ଏବଂ ପ୍ରବନ୍ଧ ସେଗୁଡ଼ିକ ଆଲୋଚନା କରିବା। ଅଗ୍ନିଶଙ୍ଖ, ଆହୁତି, ମାଟି ଦୀପ, ଦିଗ୍ବଳୟ ଇତ୍ୟାଦି ତାଙ୍କର କେତୋଟି ଉଲ୍ଲେଖନୀୟ କୃତି। ପାଇକ ବଧୂର ଉଦ୍ବୋଧନ ପଦ୍ୟଟିରେ ଦେଶାତ୍ମକ ବୋଧଟା ପ୍ରକଟିତ ହୋଇଛି। ଏହା କବିଙ୍କର ଦୀର୍ଘ କବିତା ପାଇକ ବଧୂର ଉଦ୍ବୋଧନର କେତେକ ଅଂଶ ହେଲା। ତେବେ ଏହି କବିତାରେ କବି ଉତ୍କଳର ଅତୀତର ଗୌରବ ଓ ସାମରିକ ବିଭାବର ସମୃଦ୍ଧ ଚିତ୍ର ଦେବା ସହିତ ଉତ୍କଳୀୟ ବୀରା ରମଣୀର ମହନୀୟତା ବିଷୟରେ ବର୍ଣ୍ଣନା କରିଛନ୍ତି। ଉତ୍କଳର ଖଣ୍ଡାୟତ ବୀର ପାଇକ ମାତୃଭୂମି ପାଇଁ ନିଜକୁ ଉତ୍ସର୍ଗ କରିବାରେ ଯେତିକି ତତ୍ପର ଥିଲା, ଉତ୍କଳୀୟ ରମଣୀଙ୍କ ତ୍ୟାଗ ସ୍ୱୀକାର କରିବାରେ ମଧ୍ୟ ସେହିଭଳି ନିଷ୍ଠାପର ଥିବାର ପ୍ରମାଣ କବି ଉକ୍ତ କବିତାରେ ପ୍ରଦାନ କରିଛନ୍ତି। ଦେଖିବା ଏଠି କିପରି ବର୍ଣ୍ଣନା ହୋଇଛି। ତେବେ କବିତାଟିକୁ ଦେଖ। ଏଠି ପ୍ରଥମ ପଂକ୍ତିରେ କବି କ'ଣ ବୁଝେଇବାକୁ ଚେଷ୍ଟା କରିଛନ୍ତି। ଏଇ ଦୁର୍ଗ ଏଇ ବନ ଏନୀଳ ପ୍ରାନ୍ତର, ପଡ଼ିଆଛି ସମସାନ ପରି, ନାହିଁ ସେ ପାଇକ ବାଦ୍ୟ ରଣସିଙ୍ଗା, ନାହାନ୍ତି ସେ ଯୁଦ୍ଧୃ ବେଶ ଧରି, ଖଣ୍ଡାୟତ ବୀର। ଅର୍ଥାତ୍ ଏଠି କ'ଣ ଆଲୋଚନା ହେଇଛି ନା କବି ଉତ୍କଳର ଅତୀତ ଓ ବର୍ତ୍ତମାନର ଏକ ତୁଳନାତ୍ମକ ଚିତ୍ରକୁ ଉପସ୍ଥାପନ କରିଛନ୍ତି। ଯେତେବେଳେ ଅତୀତରେ ଏ ସମୃଦ୍ଧ ଦୁର୍ଗ ଥିଲା, କଟକର ବାରବାଟୀ ଦୁର୍ଗ, ବନ ଆଉ ନୀଳ ପ୍ରାନ୍ତର ମଧ୍ୟ ଥିଲା, କିନ୍ତୁ ବର୍ତ୍ତମାନ ତାହା ଶ୍ମଶାନ ପରି ପଡ଼ି ରହିଛି, ସେ କଥା ଏଠି କବି କହିଛନ୍ତି। ଅତୀତରେ ଯେତେବେଳେ ଓଡ଼ିଆ ପାଇକମାନେ ଯୁଦ୍ଧ କରିବାକୁ ଯାଉଥିଲେ, ସେତେବେଳେ ସେମାନଙ୍କର ପାଇକ ବାଦ୍ୟ ବାଜୁଥିଲା। ତା ସହିତ ରଣଶୃଙ୍ଗର ପାଇଁ ଏବେ ଆଉ ସେ ରଣତୁରୀ ମଧ୍ୟ ବାଜୁନାହିଁ। ଆଉ କ'ଣ ନା ସେହିଭଳି ସେ ଯେଉଁ ଯୋଦ୍ଧା ବେଶଧାରୀ ଖଣ୍ଡାୟତ ବୀର ଏବେ ଆଉ ଦେଖାଯାଉନାହାନ୍ତି, ସେ କଥା ଏଠି ବର୍ଣ୍ଣନା କରିଛନ୍ତି କବି ପ୍ରଥମ ପଂକ୍ତିରେ। ତାପରେ ଦେଖିବା ପରବର୍ତ୍ତୀ ପଂକ୍ତିକୁ। ଫୁଟେ ନାହିଁ ତୋପ ବନ୍ଧୁକ, ଛୁଟେ ନାହିଁ ଲକ୍ଷ ଲକ୍ଷ ତୀର, ଟପ୍ ଟପ୍ ଚାଲେ ନାହିଁ ଘୋଡ଼ା, ସମୀରଣ ବହିଯାଏ ନୀରବେ ଗୁଞ୍ଜରି, ବୁଲନ୍ତି ସ୍ୱାପଦ କୂଳ ହୋଇ ଯୋଡ଼ା ଯୋଡ଼ା। ଅର୍ଥାତ୍ ଏଠି କ'ଣ କହିଛନ୍ତି ନା ସେବର କାଳେ ଯେଉଁ ତୋପ ବନ୍ଧୁକ ଫୁଟୁଥିଲା ଆଉ ଓଡ଼ିଆ ପାଇକମାନେ ଲକ୍ଷ ଲକ୍ଷ ତୀରକୁ ଛୁଟେଇ ଦେଉଥିଲେ ଶତ୍ରୁଙ୍କ ଛାତିରେ, ତାହା ମଧ୍ୟ ଆଜି ଆଉ ଦେଖାଯାଉନାହିଁ। ସେତେବେଳେ ଘୋଡ଼ାର ଟପ୍ ଟପ୍ ଶବ୍ଦ ଯାହା ଯେଉଁ ଶୁଭା ଯାଉଥିଲା, ଆଜି ସେଗୁଡ଼ିକ ନାହିଁ। ଏସବୁ ଆଜି କ'ଣ ନୀରବ ପାଲଟି ଯାଇଛି। ଆଉ ନୀରବର ପବନରେ ସବୁ ଅତୀତର ଅନ୍ତରାଳରେ ବହି ଯାଇଛି, ନୁହଁ କି? ଏବେ କ'ଣ ହୋଇଛି ନା ଏବେ ଖାଲି କ'ଣ ସ୍ୱାପଦ କୂଳ ଅର୍ଥାତ୍ ହିଂସ୍ର ପଶୁଜନ୍ତୁମାନେ ହିଁ କେବଳ ଯୋଡ଼ା ଯୋଡ଼ା ହେଇ ବୁଲୁଛନ୍ତି। ଆଗର କାଳରେ ଯେମିତି ଘୋଡ଼ାମାନେ ଟପ୍ ଟପ୍ ହୋଇ ଚାଲୁଥିଲେ, ତାହା ମଧ୍ୟ ଏଠି ଶୁଣାଯାଉନାହିଁ। ତେବେ ଅତୀତର ଲକ୍ଷ ଲକ୍ଷ ବୀରମାନଙ୍କର ଗାଥାକୁ ବୁକୁ ତଳେ ଚାପି ଧରି ଏହି ବୀରମାଟି ଏବେ ବି ପଡ଼ି ରହିଛି, ଯାହାକୁ ନିମିଷେ ଚାହିଁଲେ ତାର ରକ୍ତ ତାତିଯାଏ। ଏହିପରି ଏଇ ଉତ୍କଳ ବା କଳିଙ୍ଗର ମାଟି, ନୁହଁ କି? ତ ସେଇ କଥାକୁ କବି ଏଠି ବର୍ଣ୍ଣନା କରିଛନ୍ତି। ଏଇ ବୀରମାଟି ଚାହିଁଲେ ନିମିଷେ ଯାରେ, ରକ୍ତ ଯାଏ ତାତି, ରହିଅଛି ପଡ଼ି ଅତୀତର ଲକ୍ଷ ବୀର ଗାଥା। ତ କବି ଏଠି
କେଉଁ କଥାକୁ ବର୍ଣ୍ଣନା କରିଥିଲେ ନା ଅତୀତର ଯେଉଁ ଲକ୍ଷ ଲକ୍ଷ ବୀରଙ୍କର ଯେଉଁ ଗାଥା ଏଇ ଓଡ଼ିଶା ମାଟିରେ ଚାପି ଧରି ଯେଉଁ ରହିଛି ଏଇ ଉତ୍କଳ ମାଟି, ଏଇ ବୀର ମାଟି ଯେଉଁ ଏବେ ମଧ୍ୟ ପଡ଼ି ରହିଛି, ତାହାକୁ ଯେତେବେଳେ ଏବେ ନିମିଷକ ପାଇଁ ମଧ୍ୟ ଚାହିଁ ଦିଅନ୍ତି, ତେବେ ସେଇ କଥାକୁ ମନେ ପଡ଼ିଲେ ରକ୍ତ ତାତିଯାଏ। ଆଉ ସତରେ ଆମର ଉତ୍କଳର ଯୋଦ୍ଧାମାନେ ବା ପାଇକ ପୁଅମାନେ କେତେ ବୀର ଥିଲେ ତାହା ଏଥିରୁ ଜଣାପଡ଼ିଯାଉଛି, ନୁହେଁ କି? କହ କହ ହେ ବନ ପ୍ରାନ୍ତର, କହ କଥା ସମର ପ୍ରାଙ୍ଗଣ, କହ କଥା ଭଗ୍ନ ଦୁର୍ଗଶିଳା, କହ କଥା ଶୈଳ କାନନ। ଅର୍ଥାତ୍ କବି ଏଠାରେ ବନପ୍ରାନ୍ତର, ଯୁଦ୍ଧକ୍ଷେତ୍ର, ଭଗ୍ନ ଦୁର୍ଗର ଶିଳା ଓ ବନ ପର୍ବତଙ୍କୁ କାହା ବିଷୟରେ ପ୍ରଶ୍ନ ପଚାରିଛନ୍ତି ନା ଖଣ୍ଡାୟତ ବଧୂମାନଙ୍କ ବିଷୟରେ ପ୍ରଶ୍ନ ପଚାରିଛନ୍ତି, ନୁହେଁ କି? ଦେଖ କ'ଣ କହୁଛନ୍ତି ଦେଖ। କେମନ୍ତେ ସେ ଖଣ୍ଡାୟତ ବଧୂ ରଣସିଙ୍ଗା ବଜାଇ ବଜାଇ, ବୀର ବେଶେ ସମର ପ୍ରାଙ୍ଗଣେ ଆଣିଲା ତା ସ୍ୱାମୀରେ ସଜାଇ। ତ ଏଠି କ'ଣ କହିଛନ୍ତି ନା ଯେତେବେଳେ କବି କାହାକୁ ପଚାରିଛନ୍ତି ନା ବନପ୍ରାନ୍ତର, ଯୁଦ୍ଧକ୍ଷେତ୍ର ଏବଂ ଭଗ୍ନ ଦୁର୍ଗର ଶିଳା ଏବଂ ବନ ପର୍ବତଙ୍କୁ କାହା ବିଷୟରେ ପଚାରିଛନ୍ତି ନା ଖଣ୍ଡାୟତ ବଧୂ ବିଷୟରେ ପ୍ରଶ୍ନ ପଚାରିଛନ୍ତି କି ଅତୀତରେ ଖଣ୍ଡାୟତ ବଧୂମାନେ ରଣସିଙ୍ଗା ବଜାଇ ବଜାଇକିରି ତାଙ୍କ ସ୍ୱାମୀକୁ କିପରି ବୀର ବେଶରେ ସଜାଇ ଦେଉଥିଲେ ଆଉ ତା ସହିତ ଯୁଦ୍ଧକ୍ଷେତ୍ରରୁ ଆଣୁଥିଲା ସେ ବିଷୟରେ ସେ ଜାଣିବାକୁ ଚାହିଁଛନ୍ତି। ଅର୍ଥାତ୍ ଯେତେବେଳେ ଅତୀତରେ ଯୁଦ୍ଧ ଲାଗୁଥିଲା, ଓଡ଼ିଆର ଯେଉଁ ଖଣ୍ଡାୟତ ବଧୂମାନେ ବା ଖଣ୍ଡାୟତ ଯୋଦ୍ଧାମାନଙ୍କର ତାଙ୍କ ସ୍ତ୍ରୀମାନେ କିପରି ରଣସିଙ୍ଗା ବଜାଇକି ତାଙ୍କର ସ୍ୱାମୀକୁ ବୀର ବେଶରେ ସଜାଇ ଦେଉଥିଲେ ଆଉ ବୀର ବେଶରେ ସଜାଇକି ଯୁଦ୍ଧକ୍ଷେତ୍ରକୁ ପଠାଉଥିଲେ, ସେ ବିଷୟ କଥା ଏଠି ବର୍ଣ୍ଣନା କରାଯାଇଛି। କାରଣ ଗୋଟିଏ ନାରୀ ପାଇଁ ତା ସ୍ୱାମୀ ହେଉଛି ସବୁଠୁ ଅମୂଲ୍ୟ ରତ୍ନ, କିନ୍ତୁ ଯୁଦ୍ଧ ପାଇଁ ନିଜର ଅମୂଲ୍ୟ ରତ୍ନକୁ ମଧ୍ୟ ସେମାନେ ବଳି ଦେବାକୁ ମଧ୍ୟ ପଛାଉନଥିଲେ, ସେ କଥା ଏଠି ବର୍ଣ୍ଣିତ ହୋଇଅଛି, ନୁହଁ କି? करे देला तीक्ष्ण तरबार, भाले देला विजय सिंदूर, सरमुणा बांधिला चरमे आर करे दीप्त धनुषर, केमन्ते से बीर्यवती बाला, कंठ तटु देला हुळहुळी, बंदाइला स्वामी रे सोहागे, जाओ दर्पे युद्ध कर बोली। अर्थात पाइक बधू ता स्वामीर गोटे हाथ में अतीत तीक्ष्ण तरबारी धराई देउथिला, करे देला अर्थात हाथ में तीक्ष्ण तरबार, भाले देला विजय सुंदर, माने सही पाइक मान हाथ में पाइक बधू कौन करुला ना तीक्ष्ण तरबार धराई देउथिले आउ भाले अर्थात मथारे विजय सुंदर लगे देउथिले आउ कौन ना सेमाने तांको स्वामी पृष्ठ पटरे अर्थात पिठी पटे कौन ना सरमुणा मध्य बांधि देउथिले आउ कौन करथिले ना तांको स्वामी को अन्य हाथ में धनुषर मध्य धरा देउथिले, से कथा एठी वर्णना होइछि। ता सहित केमन्ते से बीर्यवती बाला, कंठ तटु देला हुळहुळी, अर्थात केपरी से बीर्यवती से वीर महिला माने कौन करथिले ना सेमाने निजर हुळहुळी सह से तांको स्वामी को बंदाई देई सदर्परे माने गर्वरे युद्ध करने को युद्ध क्षेत्र को प्रेरण करथिले, ताहा एठी वर्णना होइछि। देख स्वामी पक्ष देख बंधाइला स्वामी रे सोहागे, जाओ दर्पे युद्ध कर बोली, आउ स्वामी को दर्परे गर्वरे से कहउछथि कौन ना जाओ स्वामी विजय लाभ करि आस। एपरी ओडिया पाइक बधू माने एपरी निज स्वामी को पठाउथिले युद्ध भूमि को, से कथा एठी वर्णना करा जायछि। मंदारर माला बक्ष पटे, लंबाइला आदर जतने, गाइला से समर संगीत, मेघमंद्रे कुटीर प्रांगणे। अर्थात से समय पाइक बधू माने किपरि निजर पाइक वीर मानंकु बंदाउथिले देख ना सेतेबेले सेमाने बक्षरे मंदारमाला लंबाई देकी से समय समर संगीत माने युद्ध जीवा पई युद्ध गान करथिले हला, युद्ध को जीवा बेले किछि वीर गीत गान कर जाउथिला, से संगीत गान करिकी तांको स्वामी मानकु छाडुथिले। ता सहित जीवा पाई हब रंग प्रांगणे,
ଯିବା ପାଇଁ ହବ ବୀର, ମାରିବାକୁ ହବ ଲକ୍ଷ ସୈନୀ, ଫୋପାଡ଼ି ଲକ୍ଷ ତୀର। ତରୁଣୀ ବକ୍ଷ ଲାଗି ପ୍ରିୟତମ ଜନ୍ମ ନୁହଁଇ ତବ, ଜନ୍ମଭୂମିର ମଙ୍ଗଳ ଲାଗି ଜୀବନ ଦେବାକୁ ହେବ, ଜୀବନ ଦେବାକୁ ହେବ। ଅର୍ଥାତ୍ ପାଇକ ବଧୂ ତା ସ୍ୱାମୀର ଗୋଟିଏ ହାତରେ ଅତରେ ତୀକ୍ଷ୍ଣ ତରବାରୀ ଧରି ଦେଉଥିଲା, କପାଳରେ ବିଜୟ ସୁନ୍ଦର ଲଗାଇ ଦେଉଥିଲା, ଆଉ ପଛରେ ପିଠି ପଛରେ ବାନ୍ଧି ଦେଉଥିଲା ସରମୁଣା, ହାତରେ ଧରିଥିଲା ଦୀପ୍ତ ଧନୁଷର। ସେ ସମୟରେ ହୁଳହୁଳି ଦେଇକି ସ୍ୱାମୀକୁ ବନ୍ଦାପନା କରି ଗର୍ବରେ ଯୁଦ୍ଧ କରିବାକୁ ଯୁଦ୍ଧ କ୍ଷେତ୍ରରେ ପ୍ରଣ କରୁଥିଲା। ଆଉ ସ୍ୱାମୀ ପକ୍ଷରେ ସେତେବେଳେ ମନ୍ଦାର ମାଳାକୁ ଲମ୍ବାଇ ଦେଇ ସମର ସଙ୍ଗୀତ ଗାନ କରୁଥିଲା। କିପରି ଲକ୍ଷ ଲକ୍ଷ ସୈନ୍ୟକୁ ତୀର ଫିଙ୍ଗି ମାରିବାକୁ ସେ ପ୍ରେରଣା ଦେଉଥିଲା, ତାହା ମଧ୍ୟ ଅତ୍ୟନ୍ତ ବୀରତ୍ୱର ସହିତ ବର୍ଣ୍ଣନା କରାଯାଇଛି। ଆଉ ସେ ନିଜ ସ୍ୱାମୀକୁ ବୁଝାଉଥିଲା କ'ଣ ନା, କେବଳ ତମେ ମୋ ବକ୍ଷରେ ମୋ ହୃଦୟରେ ଆଶ୍ରୟ ନେଇକି ତମେ ରହିବାକୁ ଖାଲି ଜନ୍ମ ନେଇନାଅ, ତୁମେ ଏ ଜନ୍ମଭୂମିକୁ ଜନ୍ମଭୂମି ପାଇଁ ତାର ବକ୍ଷରେ ଆଶ୍ରୟ ନେବା ପାଇଁ ତୁମେ ଜନ୍ମ ନେଇଛ, ତାର ଜୀବନକୁ ରକ୍ଷା କରିବା ପାଇଁ ତୁମେ ନିଜର ଜୀବନ ମଧ୍ୟ ବାଜି ଦେଇପାର, ଆଉ ତୁମେ ଏ ମାଟି ମା ପାଇଁ ଜନ୍ମ ହେଇଛ। ଏହିପରି ଓଡ଼ିଆ ପାଇକ ବଧୂମାନେ ନିଜର ପାଇକ ଯୋଦ୍ଧାମାନଙ୍କୁ ଉଦ୍ବୋଧନ ଦେଉଥିଲେ, ନୁହଁ କି? ସତେକ ସୈନ୍ୟ ସାଥେ ରଣ କରି ବିଜୟ ଲକ୍ଷ୍ମୀ ବରି, ଆସିବ ଯେଦିନେ କୋଟି ଗୌରବେ ନେବି ମୁଁ ଆଦର କରି। ଆଗେ ବାଜୁଥିବ ସଂଗ୍ରାମ ବାଜା, ପଛେ ଆସୁଥିବ ତମେ, ବିଜୟ କେତନ ହାତେ ଧରିଥିବ ଦେଖିବି ନୟନ କଣେ। ବନ୍ଦାଇ ନେବି କୁଟିରେ ସୋହାଗେ ପଦବନ୍ଦନା କରି, ଚାଲ ପ୍ରିୟତମ ସମର କ୍ଷେତ୍ରେ ବକ୍ଷେ ଅନଳ ଭରି। ତ ଏହି ପଂକ୍ତିରେ କବି କ'ଣ କହିବାକୁ ଯାଇଛନ୍ତି ଏ ପାଇକ ବଧୂମାନଙ୍କ ବିଷୟରେ? ଦେଖ, ତ ପାଇକ ବଧୂମାନେ ନିଜର ପାଇକ ସ୍ୱାମୀମାନଙ୍କୁ ଦୃଢ଼ କଣ୍ଠରେ ସେମାନଙ୍କୁ କହୁଥିଲେ କି କ'ଣ ନା, ସତେକ ସତେକ ସୈନ୍ୟଙ୍କ ସହ ଯୁଦ୍ଧ କରି ବିଜୟ ଲାଭ କରି ଆସିଲେ ସେ ଗୌରବର ସହ ଆଦର କରିବା କଥା କହିଛନ୍ତି। କହିଲେ କି ସ୍ୱାମୀ, ତୁମେ ଯେତେବେଳେ ଯିବ ଯୁଦ୍ଧରେ ଅନେକ ଶତ ଶତ ସୈନ୍ୟଙ୍କୁ ମାରିକି ଆସିବ, ସେତେବେଳେ ମୁଁ ଗୌରବରେ ଆଦର କରି ତୁମକୁ ପାଛୋଟି ନେବି। ତା ସହିତ ଆଗରେ ଯେମିତି ବାଜୁଥିବ ସଂଗ୍ରାମ ବାଜା, ମାନେ ଯୁଦ୍ଧର ବାଜା ବାଜୁଥିବ, ଆଉ ପଛରେ ତୁମେମାନେ ଆସୁଥିବ, ମାନେ ଏଇ ବୀରାଙ୍ଗନା ମାନଙ୍କର ସ୍ୱାମୀ ପାଇକ ମାନେ ପଛରେ ବାଜା ପଛରେ ବିଜୟ କେତନ ଧରି ଆସୁଥିବା ଦୃଶ୍ୟକୁ ସେ ସବୁ ବର୍ଣ୍ଣନା କରିଛନ୍ତି। କହିଛନ୍ତି କି ତୁମେ ଯେତେବେଳେ ଆସୁଥିବ ବିଜୟ କରିକି, ସେତେବେଳେ ଆଗରେ ବିଜୟର ବାଜା, ପଛରେ ତୁମେମାନେ ଆସୁଥିବ, ସେତେବେଳେ ମୋର ମନ ଆନନ୍ଦରେ ଉତ୍ସାହିତ ହୋଇଯାଉଥିବ। ଏହିପରି ପାଇକ ବଧୂମାନଙ୍କର ଭାବନା ଏଠି ବର୍ଣ୍ଣନା କରିଛନ୍ତି। ବନ୍ଦାଇ ନେବି କୁଟିରେ ସୋହାଗେ ପଦବନ୍ଦନା କରି, ଚାଲ ପ୍ରିୟତମ ସମର କ୍ଷେତ୍ରେ ବକ୍ଷେ ଅନଳ ଭରି। ଆଉ ସେହି ସମୟରେ ମୁଁ ତୁମର ପଦବନ୍ଦନା କରି କୁଟୀରକୁ ପାଛୋଟି ନେବି, ଯେତେବେଳେ ତୁମେ କ'ଣ ନା ବିଜୟର ଉଲ୍ଲାସ ନେଇକି ଆସୁଥିବ। ଆଉ ଏହିଭଳି ଉତ୍ସାହ ଓ ଆବେଗର ବାଣୀରେ ପାଇକ ବଧୂମାନେ ତାର ସ୍ୱାମୀମାନଙ୍କୁ ଉଦ୍ବୋଧିତ କରିକି ଯୁଦ୍ଧ କ୍ଷେତ୍ରକୁ ପ୍ରେରଣ କରୁଥିଲେ, ନୁହଁ କି? ତ ମନରେ ଏମିତି ଅନଳ ଭରିକି ନିଆଁ ଲଗାଇ ଦେଇକି ଛାଡ଼ୁଥିଲେ କି ଯାଅ ଆଉ ଯୁଦ୍ଧ କରିକି ଲକ୍ଷ ଲକ୍ଷ ଶତ୍ରୁଙ୍କର ମୁଣ୍ଡ କାଟିକି ଆସ ମୋ ପାଖକୁ, ତେବେ ଯାଇକି ମୁଁ ଅତ୍ୟଧିକ ଆନନ୍ଦିତ ହେବି। ଏପରି ଉଦ୍ବୋଧନ ବାଣୀ ଦେଉଥିଲେ ଆମ ପାଇକ ବଧୂମାନେ। କାହାକୁ ନା ଆମର ବୀର ପାଇକ ମାନଙ୍କୁ, ନୁହଁ କି? ତ ଏଠି ମାତୃଭୂମି ପ୍ରତି କେତେ ଯେ ଲାଳିତ୍ୟ ଅଛି ଏଠି ଜଣା ପଡ଼ିଯାଉଛି ଏଇ ପାଇକ ବଧୂ କବିତାରୁ, ନୁହଁ କି?